ତାଙ୍କର ନାଁ ହେଉଛି ରାମଦାସ। ତାଙ୍କର ଗୁରୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ତୁମେ ପ୍ରତିଦିନ ଏ ରାମାୟଣ ପାଠ କରିବ। ଗୁରୁଙ୍କର ନିର୍ଦ୍ଦେଶ ଶିରଧାର୍ଯ୍ୟ ଗୁରୁମୁଖ ପଦ୍ମବାକ୍ୟ ଚିତ୍ତେ କରିଆ ଐକ୍ୟ ଆର ନା କରିଆ ମନେ ଆଶା। ସେ ଗୁରୁଙ୍କର କଥାର ଦୃଢ଼ ବିଶ୍ୱାସ ସ୍ଥାପନ କରି ଅନଫ୍ଲିଞ୍ଚିଂ ଫେଥ୍ ସ୍ଥାପନ କରି ସେ କ'ଣ କରି ପ୍ରତିଦିନ ଶ୍ରଦ୍ଧା ସହକାରେ ସେ ରାମାୟଣ ପାଠ କରୁଥିଲା ରାମଦାସ। ଆଉ ସେ ଯେତେବେଳେ ପାଠ କରିଥିଲେ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିଦିନ ସେଥିରେ ବଞ୍ଚିତ ହେବାର ନାହିଁ। ଏ ଗୁରୁ ବାକ୍ୟ ପ୍ରତି ଦୃଢ଼ ବିଶ୍ୱାସ ହନୁମାନଜୀ ପ୍ରତିଦିନ ଆସି ସାଧାରଣ ମନୁଷ୍ୟ ବେଶ ଧାରଣ କରି ଅଡିଏନ୍ସ ରୂପରେ ବସି ଶ୍ରବଣ କରୁଥିଲେ। ଆଉ ଯେତେ ସବୁ ଅଡିଏନ୍ସ ମାନେ ଥିଲେ ସେମାନେ